ମୋ ନାଁ ପ୍ରଦୀପ ପ୍ରଧାନ, ମୁଁ ନବମ ଶ୍ରେଣୀର ଛାତ୍ର। ମୋ ନାଁ ଶେଖର ପ୍ରଧାନ, ମୁଁ ନବମ ଶ୍ରେଣୀର ଛାତ୍ର। ଆମ ବିଦ୍ୟାଳୟର ନାଁ ହରପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ପଞ୍ଚପାଲି। ପ୍ରକଳ୍ପର ନାମ ପ୍ରଡକ୍ସନ ଅଫ ଭର୍ମି କମ୍ପୋଷ୍ଟ। ଆମ ଭାରତ ଭଳି କୃଷି ପ୍ରାଧାନ୍ୟ ଦେଶରେ କୃଷି ଏକ ଜୀବିକା ରୂପେ ନୁହେଁ, କୃଷି ଏକ ବ୍ୟବସାୟ ରୂପେ ପରିଗଣିତ ହେଲାଣି। ଭର୍ମି କମ୍ପୋଷ୍ଟର ଅର୍ଥ ହେଉଛି ଜୀବସାର ବା ଜୈବିକ ସାର। ଭର୍ମିର ଅର୍ଥ ହେଉଛି ଭର୍ମିର ଅର୍ଥ କୀଟ, କମ୍ପୋଷ୍ଟର ଅର୍ଥ ପଚା। ଭର୍ମି କମ୍ପୋଷ୍ଟ ହେଉଛି ଜୀବବସ୍ତୁ ଯାହାକୁ କୀଟ ଦ୍ୱାରା ପଚାଇ ଏକ ଉତ୍କୃଷ୍ଟ ଜୈବ ସାରରେ ପରିଣତ କରାଯାଏ। ଏହା ମାଟିର ସ୍ୱାଭାବିକ ଉର୍ବରତା ବଢ଼ାଏ, ଫଳରେ ଅତ୍ୟନ୍ତ ଜୀବକ ବା ଜୈବ ସାର ଆମ ମାଟି ଉତ୍ପନ୍ନ ହୋଇ ଫସଲରେ ପରିଣତ ହୁଏ। ଜୀବ ସାର ବା ଜୈବିକ ସାର ସାଧାରଣତଃ ଉଦ୍ଭିଦ ତଥା ପ୍ରାଣୀମାନଙ୍କର ଜୈବାବଶେଷରୁ ବା ମଳମୂତ୍ର ଇତ୍ୟାଦିରୁ ମିଳିଥାଏ। ଉଦାହରଣ ଗୋବର ଖତ, ସବୁଜ ସାର, ସାଧାରଣ ପଟାସିୟମ ବା ନାଇଟ୍ରୋଜେନ ଇତ୍ୟାଦି ଜୈବିକ ସାରର ଉଦାହରଣ। ଜୈବିକ ସାର ବା ଭର୍ମି କମ୍ପୋଷ୍ଟ ଜିଆ ଦ୍ୱାରା ପ୍ରସ୍ତୁତି ହୋଇଥାଏ। ଜିଆ ଦ୍ୱାରା ଜୈବିକ ଆବର୍ଜନାରୁ ବା ଜୈବିକ ପଦାର୍ଥରୁ ଜୈବିକ ସାର ଆମେ ଉତ୍ପନ୍ନ କରିଥାଉ। ଜୈବିକ ପଦାର୍ଥ ବା ଜୈବିକ ସାର ଅଧିକ ପରିମାଣରେ ହିମସ ଆମକୁ ଯୋଗାଇଥାଏ। ଏହା ଆମ ମାଟିକୁ ଫସଫସିଆ କରିବାରେ ସାହାଯ୍ୟ କରିଥାଏ। ଏହି ଜୈବିକ ସାର ବ୍ୟବହାର କରିବା ଦ୍ୱାରା ଆମର ବହୁତ ଉପକାର ମଧ୍ୟ ହୋଇଥାଏ। ସେହି ଉପକାର ଗୁଡ଼ିକ ହେଉଛି ଆମ ମାଟିର ଉର୍ବରତା ବଢ଼େ, ମାଟିର କ୍ଷାରୀୟ ଓ ଅମ୍ଳୀୟ ଗୁଣକୁ ସେ ସନ୍ତୁଳିତ କରି ରଖେ ଏବଂ ଗଛ ଗୁଡ଼ିକୁ ଶୀଘ୍ର ବୃଦ୍ଧି କରାଏ ଓ ଜିଆ ମାନେ ମାଟିକୁ ଫୁସଫୁସିଆ କରାନ୍ତି ଏବଂ ମାଟିର ଉର୍ବରତା ବନାଇ ରଖନ୍ତି। ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ସାର ଆମକୁ ପ୍ରଚୁର ପରିମାଣରେ ଏବଂ ଅଳ୍ପ ପୁଞ୍ଜିର ବା ଅର୍ଥରେ ଆମେ ଏହାକୁ ବ୍ୟବହାର କରିପାରିବା। ଆୟ ବଢ଼େ। ଏହାକୁ ବ୍ୟବହାର କରିବା ଦ୍ୱାରା ଆମର ରାସାୟନିକ ସାର ବ୍ୟବହାର କରିବା ଦ୍ୱାରା ଆମକୁ ଯେଉଁ ସବୁ ରୋଗ ହୋଇଥାଏ, ଏହା ବ୍ୟବହାର କଲେ ତାହା ଆମକୁ ହୋଇନଥାଏ। ଜୈବିକ ସାର ବ୍ୟବହାର କଲେ ଏହା ଆମକୁ ବହୁତ ବଳ ଯୋଗାଇଥାଏ ଏବଂ ଆମର ବହୁତ ଉପକାର ମଧ୍ୟ କରିଥାଏ। ସାବଧାନତା, ଅତ୍ୟଧିକ ପାଣି ଦେବା ନାହିଁ, କୀଟ ମରିଯାଇପାରେ। ଲୁଣ, ତେଲ ଓ ଧାତୁ ମିଶ୍ରିତ କୌଣସି ଅବଶେଷ ବି ମଧ୍ୟ ଗଛ ତଳେ ଦେବା ନାହିଁ। ସୂର୍ଯ୍ୟ ଓ ବର୍ଷାରୁ ସିଧା ସଂସ୍ପର୍ଶରୁ ଏହା ଆମକୁ ରକ୍ଷା କରିଥାଏ। ଏହା ଜୈବିକ ସାର ପ୍ରୟୋଗ ଦ୍ୱାରା ଆମ ଚାଷ ଜମିରେ ଥିବା ମାଟିର ଯେଉଁ ଜୀବାଣୁ ଓ ଅଣୁଜୀବ ମାନେ ଅଛନ୍ତି ତାଙ୍କ ସଂଖ୍ୟାକୁ ଏହା ବୃଦ୍ଧି କରେ ଏବଂ ଆମକୁ ମୁକ୍ତ ଫସଲ କିମ୍ବା ଫଳମୂଳ ଦେଇଥାଏ। ଭର୍ମି କମ୍ପୋଷ୍ଟ ପରିବେଶର ବନ୍ଧୁ, ଏକ ଉତ୍ତମ ବନ୍ଧୁ। ଭର୍ମି କମ୍ପୋଷ୍ଟକୁ ଆମେ ବ୍ୟବହାର କରିବା ଏବଂ ଆମେ ସୁସ୍ଥ ରହିବା ସହ ଆମର ଆଗାମୀ ପିଢ଼ି ମଧ୍ୟ ସୁସ୍ଥ ରହିପାରିବେ। ଜିଆକୁ କୃଷକର ପ୍ରକୃତ ବନ୍ଧୁ କୁହାଯାଏ। ଏହା କେବଳ ଆମକୁ ଉନ୍ନତ ଗୁଣମାନର ଶସ୍ୟ ଯୋଗାଇ ନଥାଏ, ଏହା ଆମର ଆଗାମୀ ପିଢ଼ି ବା ଭବିଷ୍ୟତକୁ ସୁସ୍ଥ ଏବଂ ସରଳ ଜୀବନଯାପନ କରିବା ପାଇଁ ଆଶାହୀନ ଭାବେ କାର୍ଯ୍ୟ କରିଥାଏ।